ଚାଷୀ ନିମାଇ ବାବୁ ଜଣେ ଭଦ୍ରଲୋକ ଏବଂ ଚାଷୀ ଆମେ ତାଙ୍କୁ ନିନ୍ଦୁନୁ। ନିମାଇ ବାବୁ ଭଦ୍ରଲୋକ ଏବଂ ଜଣେ ଚାଷୀ ଚାଷୀ ସଂଗ୍ରାମ କରିକି ଆସିକି ବୁଢ଼ା ଇଏ ହେଲେଣି। ସେ କୋଉଠି ପଇସା ପାଇବେ କୋଉଠି କାହାକୁ ଦେବେ କୋଉଠି ଚିନ୍ତା କର। ମାନେ ଆପଣ କେତେ ବର୍ଷ ହେଲା ଏଠି ଚାଷ କଲେଣି? ମୁଁ ଚାଷ ମତେ ହେଲାଣି ଆସିକି 63 ବର୍ଷ। ଆଜ୍ଞା ମୁଁ 16 ବର୍ଷ ଦିନୁ ଚାଷ କରିଛି। 16 ବର୍ଷରୁ ମାନେ ଏ ଏରିଆ କ'ଣ ନା କ'ଣ ଏଟା? ଏଟା ହଉଛି ମେଦୁଆ କୂଳ। ମେଦୁଆ କୂଳ। ଓହୋ କାରଣ ଏଇ ଜମିଗୁରା ମେଦୁଆ କୂଳ ନା। ହଁ ତ ମାନେ ଆପଣଙ୍କର ଏଇ ଯୋଉ ନିର୍ବାଚନ ମଣ୍ଡଳୀ ବରୀ ଏରିଆ ମାନେ ଏଟା ଯାଜପୁର ଡିଷ୍ଟ୍ରିକ୍ଟ ନାଇଁ? ଯାଜପୁର ଡିଷ୍ଟ୍ରିକ୍ଟରେ ଏଇ ଯୋଉ ବରୀ ଏରିଆରେ କେତେ ପରସେଣ୍ଟ ଅଛନ୍ତି ଏବେ ଚାଷୀ? 60%। 60 ମାନେ ଅସୁବିଧା 90% ଚାଷୀ। ଆଜ୍ଞା କିନ୍ତୁ ଚାଷର କୌଣସି ସୁବିଧା ସାରର ଯୋଉ ରେଟ୍ ଏବଂ ଜଳସେଚନର ଅସୁବିଧା ଦୃଷ୍ଟିରୁ ସେ ନାଇଁ ଲୋକ ସବୁ ଚାଷ ଛାଡ଼ି ଦାଦନ ଖଟିବାକୁ ପଳେଇଲେ। ମାନେ ଚାଷ କମିଗଲାଣି ଧୀରେ ଧୀରେ। ହଁ କମିଗଲାଣି। ବିଲ ବେଣା ଘାସ ସବୁ ମାରିଗଲାଣି। ଏଇ ଯୋଉ ଚାଷ ବିଷୟରେ ଆପଣ କ'ଣ କହିବେ? ମାନେ ଯୋଉଟା କି ଚାଷର ଯୋଉ ଏଇ ଏରିଆର ସମସ୍ୟାଟା କ'ଣ? ସମସ୍ୟା ହଉଛି ପାଣି ହଉଛି ମେନ୍ ସମସ୍ୟା। ମାନେ ପାଣି ମାନେ କୋଉ ଟାଇପ୍ର ହେଲେ ପାଣିଟା ବେଟର ହେବ? ଏଇ ଯୋଉ ବୋରୱେଲ୍। ସବୁ ଏରିଆରେ ବୋରୱେଲ୍ ହବ ଦରକାର। ଆଉ ଚାଷୀମାନଙ୍କର ଯୋଉ ଆଗାମୀ ପିଢ଼ି ଯୋଉ ଚାଷୀ ମାନେ କରିବେ ନା କରିବେନି? ଚାଷୀ କରିବେନି କେମିତି? ଚାଷ ହବ ନା ଆଉ ଚାଷ କରିବେନି କେମିତି? ନାଇଁ ଆଗାମୀ ପିଢ଼ି ଯୋଉ ସବୁ ଅଛନ୍ତି ଆଜିକାଲି ଯୋଉ ୟଙ୍ଗ ମାନେ ଅଛନ୍ତି ତାଙ୍କ ମନ ଛାଡ଼ିଗଲା। ଶୁଣ ସବୁ ପଳେଇଲେଣି ବିଦେଶ। ଗାଁରେ କେହି ରହୁନାହାନ୍ତି। ଆଉ ଇଏ ହଉଛି ସେଇ କଥା। ଚାଷ ଯୋଉ ଅଛି ଯୋଉ ଏଖିନି ସବୁ ରାଜନୀତି ଚାଲିଛି ଚାଷ ଉପରେ ଚାଲିଛି। ଆମ ଚାଷୀ ସାଧାରଣତଃ ଆଜ୍ଞା ଆମ ଚାଷୀ ସଂଗଠନ ଭିତରୁ 90% ଆଜ୍ଞା ଆମର ବିଶ୍ୱ ମଲ୍ଲିକ ସମର୍ଥନ। କିନ୍ତୁ ବିଜେଡି ବିଜେପି କଂଗ୍ରେସ ନାହିଁ। କିନ୍ତୁ ବିଶ୍ୱ ମଲ୍ଲିକ ଆମେ ଭୋଟ ଦେବୁ ଏବଂ ତାକୁ ବହୁତ ଦିନ ଭଲ ପାଇଛୁ। ସିଏ ଆମ ଦୁଃଖ ସୁଖରେ ଠିଆ ହୁଏ। ଆମର କୌଣ ଚାଷୀର ଆଜି ଗୋଟେ ଛେଳି ମରିଗଲା ତାକୁ ସେ 2000 ଦିଏ। ଗାଈ ମରିଗଲେ 5000 ଦିଏ। ଝିଅ ବାହାଘର ହେଲେ 50,000 ଦିଏ। ବହୁତ ସାହାଯ୍ୟ ସେ ଚାଷୀଙ୍କୁ ଅନେକ ସାହାଯ୍ୟ କରିଛି। ମାନେ ଆପଣଙ୍କର କୌଣସି ଦଳ ନୁହଁ? ଦଳ ନାହିଁ। ଦଳ ବଳ ନାହିଁ। ଗୋଟେ ସଦସ୍ୟ ହିସାବରେ ଶୁଣ ଦଳ ବଳ ନାହିଁ। ଆଜି ଜଣଙ୍କର ଅସୁବିଧା ପଡ଼ିଛି। ଜଣେ ଚାଷୀ ତାର ଅଣ୍ଟା ଖରାପ ହେଇଛି, ତାର ହାତ ଭାଙ୍ଗିଗଲା, କାହା ଗୋଡ଼ ଭାଙ୍ଗିଗଲା, ମେଡିକାଲ କେସ୍ରେ ବିଶ୍ୱରଞ୍ଜନ ମଲ୍ଲିକ ସାହାଯ୍ୟ କରେ। ବରୀ ନିର୍ବାଚନ ମଣ୍ଡଳୀରେ 47 ପଞ୍ଚାୟତରେ ଏକମାତ୍ର ଗୋଟିଏ ଯୋଗ୍ୟତା ସମ୍ପନ୍ନ ତାକୁ 2 ଥର ହରେଇଛନ୍ତି। କିନ୍ତୁ ଏଥର ଜିତିଲେ ସେ ଆମ ଚାଷୀମାନଙ୍କୁ ଭଲ ଦୃଷ୍ଟିରେ ଦେଖିବ। ଅଲଗା ସବୁ ଯୋଉ ଅଛନ୍ତି ଆମର ଦେବାଶିଷ ବାବୁ ନା କିଏ? ସିଏ ଜମା ଲୋକଙ୍କୁ କଥା କହେ ତାର ତାଲିମିଆ ମାମଲତି କରେ। ଆଉ ଯୋଉ ଏଇ ଉମେଶ ବାବୁ ନା କିଏ ଅଛନ୍ତି? ସିଏ ତାଙ୍କର ଏପର୍ଯ୍ୟନ୍ତ ନାଁ ଗନ୍ଧ ଫିଟିନି। ନାହିଁ ସିଏ ସବୁ ବେପାରୀ। ଆଗରୁ ଯୋଉ ଥିଲେ ଯୋଉ ସୁନନ୍ଦା ବିଲକୁଲ ସେ ମାନେ ଏରିଆକୁ ଆଇଲା ନାହିଁ। ଯୋଉ MP ଯିଏ ଶର୍ମିତା ସେଠୀ, ରୀତା ତରେଇ, ଯୋଉ ଇଏଟା କ'ଣ ମୋହନୀ ଜେନା, ସେ ତାଙ୍କ ଭୋଟ ନେଲା ପରେ ସେ ଆଉ ଆସନ୍ତି ନାହିଁ କି ପଚାରନ୍ତି। କିନ୍ତୁ ବିଶ୍ୱ ମଲ୍ଲିକ 2011 ମସିହାରୁ ସବୁ ଚାଷୀଙ୍କର ସମସ୍ୟା ସେ ବୁଝୁଛି। ଆଜି ଗୋଟେ ଚାଷୀର ଗୋଡ଼ ଭାଙ୍ଗିଗଲା 50,000 ପରେ ଲକ୍ଷେ ପର୍ଯ୍ୟନ୍ତ ସେ ଖର୍ଚ୍ଚ କରିବ। ମେଡିକାଲ ଫୋନ କର, କାହା ଜଣେ ଗୋଟେ ଚାଷୀର କିଡନୀ ଫେଲ୍ ହେଲା ତାକୁ ଯେ ମେଡିକାଲ ଫୋନ କରେ, କାହା କ୍ୟାନ୍ସର ହେଲା ସେଗୁଡ଼ାକୁ ବିଶ୍ୱ ମଲ୍ଲିକ ସାହାଯ୍ୟ କରେ। ସେ ଚାଷୀମାନଙ୍କ ଦୁଃଖ କଥା, ଚାଷୀ ଦୁଃଖ ଏକମାତ୍ର ବିଶ୍ୱ ମଲ୍ଲିକ ତ କେହି ବୁଝନ୍ତି। ଏବେ ଯୋଉ ନୂଆ ଶୁଣୁଛେ କ'ଣ ନବନିର୍ବାଣ ନା କ'ଣ ସବୁ ସେ ସଂଗଠନ କରୁଛନ୍ତି। କିନ୍ତୁ ମାନେ ଚାଷୀ ହାରାମି ଅଛନ୍ତି। କୋଉ ଦଳରୁ ମଦ ଟିକେ ପାଇଲେ, ଚିକେନ ଟିକେ ପାଇଲେ, ଏ ଭୋଟ ଦେଇଦେବା ଆଜି ହାତରେ, ଆଜି ଶଙ୍ଖରେ, ଆଜି ପଦ୍ମରେ, ଆଜି ସେ ଅମୁକ ଧମକରେ, ଏଇଆ ହୁଅନ୍ତି। ଆଉ କ'ଣ ମାନେ ସେଇ ଅନୁସାରେ ଭୋଟଟା ଡାଇଭର୍ଟ ହେଇଯାଉଛି। ନହେଲେ ଆଉ କିଛି ନାହିଁ। ମାନେ ସେ ଖାଇବା ଚକ୍କରରେ ପଳେଇ ଯାଉଛି ହେଲା। କିନ୍ତୁ ପ୍ରକୃତରେ ଯିଏ ଛିଡା ହବ ଚାଷୀ ମାନଙ୍କ ପାଇଁ ତାକୁ ଚାଷୀର ଦୁଃଖ ଏକମାତ୍ର ବିଶ୍ୱ ମଲ୍ଲିକ ବ୍ୟତୀତ କେହି ବୁଝିବେନି। କାରଣ ସେ ଲୋକ ତାର ସ୍ୱାର୍ଥ ନାହିଁ। ବିନା ସ୍ୱାର୍ଥରେ ସେ ରାଜନୀତି କରୁଛି। ଏବଂ ଆଜି ମୁଁ କହିଲି ଜଣଙ୍କର ଗୋଡ଼ ଭାଙ୍ଗି ଯାଉ ବିଶ୍ୱ ମଲ୍ଲିକ ଦରକାର ପଡ଼ିଲେ 1,00,000 2 ଲକ୍ଷ ତା ଭିତରେ ଖର୍ଚ୍ଚ କରିପାରିବ। ଚାଷୀର ଝିଅ ବା ହଉ ସେ ଆଣିକି 50,000 20,000 10,000 ପର୍ଯ୍ୟନ୍ତ ସାହାଯ୍ୟ କରୁଛି। ବଳଦଟେ ମରିଯାଉ 20,000 ଟଙ୍କା ଦଉଛି। ଗୋଟେ ଚାଷୀ କିମିର ଖାଇଗଲା, ଗୋଟେ ଚାଷୀର ସ୍ତ୍ରୀ କି ସେଠି 50,000 ଲକ୍ଷେ ଗଣି ଦେଇ ଆସୁଛି। କହିଲା ସିଏ ଏଇ ଟାଇପ୍ର ସାହାଯ୍ୟ କରି 11 ମସିହାରୁ କରିକି ଆସିଛି। ଯୋଉଟା ବ୍ୟକ୍ତିଗତ ହିସାବରେ ସେ ହେଲ୍ପ କରେ ସିଧା ଡାଇରେକ୍ଟ ମାନେ ଫାଇନାନ୍ସ କରିବ, କାହା ମାଧ୍ୟମରେ ନୁହେଁ। ତ ସିଏ ଯୋଉ ହେଲ୍ପ କରନ୍ତି ଅନ୍ୟମାନେ ଯୋଉ ଦଳର ଅଛନ୍ତି ସେମାନେ କିଛି କରନ୍ତି? କିଛି ସେ ଶୁଣନ୍ତି ନାହିଁ। କିଛି ବି ଶୁଣନ୍ତି। ଘରେ ପଡ଼ିଗଲା ବିଶ୍ୱ ମଲ୍ଲିକ ପହଞ୍ଚିଲା ମାନେ 10,000 20,000 ସେଟା ଗଣି ଦେଇ ଆସୁଛି। ଅଲଗା ଦଳ ଆସିବେ ଦେଖିଦେଇକି ପଳେଇବେ। ଆଉ ଇଏ ଯୋଉ ଆମର ନଡ଼ିଆ ବଗିଚା ଯୋଉ ଅଛି ଯୋଉ ସିଏ କିଛି ନା ନିମାଇ ବାବୁ ଆସନ୍ତି। ଚାଷୀ ଖବର ହେଲେ ଫାଇନାନ୍ସ ତାଙ୍କ ମାନେ ଜଣେ ଚାଷୀ। ନିମାଇ ବାବୁ ଜଣେ ଭଦ୍ରଲୋକ ଏବଂ ଚାଷୀ ଆମେ ତାଙ୍କୁ ନିନ୍ଦୁନୁ। ନିମାଇ ବାବୁ ଭଦ୍ରଲୋକ ଏବଂ ଜଣେ ଚାଷୀ ସଂଗ୍ରାମ କରିକି ଆସିକି ବୁଢ଼ା ଇଏ ହେଲେଣି। ସେ କୋଉଠି ପଇସା ପାଇବେ କୋଉଠି କାହାକୁ ଦେବେ କୋଉଠି
ଚିନ୍ତା କର ମାନେ ଯେହେତୁ ଇଏ ପଇସା ଅନୁସାରେ ହେଲ୍ପ କରୁଛନ୍ତି ଚାଷୀ ମାନଙ୍କୁ ତ ସପୋର୍ଟ କରୁଛନ୍ତି ତ ଚାଷୀ ମାନଙ୍କର ଗୋଟେ ରହୁଛି ସାହସ ଗୋଟେ ଆଙ୍କ ପାଇଁ। ବିଶ୍ୱ ପାଖରେ କେହି ଖାଲି ହାତରେ ଫେରି ନାହାନ୍ତି କୌଣସି ଚାଷୀ। ପ୍ରାୟ ଚାଷୀ ମାନଙ୍କୁ ସେ ପୁରା ମୁଁ 2009 ଅଛି କିନ୍ତୁ ରାଜନୀତି ଷ୍ଟାର୍ଟ କରିଛି 11ରୁ 24 ମସିହା ଭିତରେ କୌଣସି ଚାଷୀ ଯାଇ ଖାଲି ହାତରେ ବିଶ୍ୱ ମଲ୍ଲିକ ଘରୁ ଫେରି ନାହାନ୍ତି। କିନ୍ତୁ ସବୁ ଚାଷୀ ମାନେ ଏଠି ଏକାଠି ହେଇଗଲେଣି। କିନ୍ତୁ ନା ଏକାଠି ନାହିଁ ଚାଷୀ ଏକାଠି ଚାଷୀ ତ ଏକାଠି ହେଲେ ଆମେ ଦୁନିଆ ଜୟ କରୁ। ଚାଷୀ ଏକାଠି ହେଲେ ନିମାଇ ବାବୁ MLA ଜିତି ଯାଆନ୍ତେ। ଚାଷୀ ଯଦି ଏକାଠି ହେବେ ଚାଷୀ ଏକାଠି ହଉନାହାନ୍ତି। ଏକାଠି ଚାଷୀଙ୍କର ଏକତା ନାହିଁ। ମାନେ ମାନେ ପଇସା ପତ୍ର ପଡ଼ିଗଲେ ସବୁ ଟିକେ ଚିକେନ ଟିକେ ମଦ ଟିକେ 5,000 ପାଇବେ। ମୁଁ ସକାଳୁ ବିଗିଡ଼ି ଆସୁଥିଲି ଲୋକଙ୍କ ଉପରେ ମାନେ ସବୁ ଯାଉଛ ଧୁନା ଏଠି 5 ମୁଁ ଦଉଛି 5 ଟଙ୍କା ଲେଖା ନିଅ ତମେ ଯାଉଛ କାହିଁ ଏଠି ସେଠିକି। ସବୁ ପଇସା ଚକ୍କରରେ ରହୁଛନ୍ତି। ସବୁ ପଇସା ଚକ୍କରରେ ମାନେ ମେନ୍ ଯେ ଭଲ କାମ କରିବ କ୍ୟାଣ୍ଡିଡେଟ୍ ଦେଖୁନାହାନ୍ତି। ନା ଦେଖୁଛନ୍ତି କାହିଁ ମିଛ କଥା କହିବା। କାହିଁକିନା ବର୍ତ୍ତମାନ ଆମର ବରିରେ 47 ନିର୍ବାଚନ ମଣ୍ଡଳୀ ସେଥିରେ 47 ନିର୍ବାଚନ ମଣ୍ଡଳୀରେ ବିଶ୍ୱବାବୁ କୋଉ ନା 47 ପଞ୍ଚାୟତରେ ବିଶ୍ୱବାବୁ ଗୋଟେ ପଞ୍ଚାୟତରେ 80% 90% ଭୋଟ ବି ତାଙ୍କର ଥୁଆ। ଏମିତି କି 47 ପଞ୍ଚାୟତ କୋଉ ପଞ୍ଚାୟତରେ ସେଟା ଆପଣଙ୍କ ଆଶା ଅଛି। କିନ୍ତୁ ଯଦି ଭିତରିଆ ଅନ୍ୟମାନେ ସେମିତି ହତ୍ୟା କରନ୍ତି ତାକୁ 2 ଥର ହତ୍ୟା କରିଛନ୍ତି। ବିଶ୍ୱ ମଲ୍ଲିକ 2 ଥର ହତ୍ୟା କରନ୍ତି। ସିଏ ଯଦି MLA ହେଇଥାନ୍ତା ଆମ ଚାଷୀ ଦୁର୍ଦ୍ଦଶା ଦୂର ହେଇସାରନ୍ତାନି। ଏତିକି ଆମେ ମାନେ ଗ୍ୟାରେଣ୍ଟି ଅଛି ବିଶ୍ୱ ମଲ୍ଲିକ ଜିତିଲେ ଚାଷୀ ଦୁର୍ଦ୍ଦଶା ଦୂର କରିବ। ପ୍ରଥମ ତାର ଇସ୍ତାହାର ଅଛି। ମାନେ ଯାଜପୁର ଡିଷ୍ଟ୍ରିକ୍ଟରେ ବୋଧେ ଅଧିକ ଚାଷୀ ବୋଧେ ବରିରେ। ବରି ଆମର ପୁରା ଚାଷ ବହୁଳ ଅଞ୍ଚଳ ବରି ନିର୍ବାଚନ ମଣ୍ଡଳୀଟା ଚାଷୀ। ଆଉ ସେ ଯୋଉ କାର୍ଡ ଫାର୍ଡ ଯୋଉ ହେଇଛି ତାର କଣ ସବୁ ସମସ୍ତେ ଚାଷୀ ପାଉଛନ୍ତି ନା ନାହିଁ? ଯୋଉ କଣ କାଳିଆ ଯୋଜନା ହଉ ନା ସବୁ ପାଉଛନ୍ତି। ଯାହାର ଯେ ନ ପାଇଛନ୍ତି ଏବେ ଆମ ଘରେ ଗୋଟେ ଜନସେବା କେନ୍ଦ୍ର ମୋ ଝିଅ କରିଛି। ଗୋଟେ ମୋଦି ପଇସା ପାଉନଥିଲା ତା 24,000 ଟଙ୍କା ଏକାବେଳେ ତାକୁ ଅଣେଇ ଦେଇଛି। ଆଜ୍ଞା।